ଛଅ ମାସ ଯାଏ ମା କ୍ଷୀର ଖାଇବ, ତାପରେ ଯାଇକି ଆପଣ ଯାହା ଅଲଗା କିଛି ଦେଇପାରିବେ, କିନ୍ତୁ 6 ମାସ ଯାଏ ଛୁଆକୁ ମା କ୍ଷୀର ନିହାତି ଦେବା ଜରୁରୀ। ଛୁଆକୁ କେମିତି କ୍ଷୀର ଦଉଛ, ଯେମିତି ନାକ ପାଟି ତାର ବନ୍ଦ ହେବନି ସେମିତି କ୍ଷୀର ଦବ। ଏଥର ଆମେ ଟୀକା ଦେବା, ଛୁଆର ପାଟି ପୋଛିବନି, ଆଉ ତମଠୁ ହିଁ ପୋଷଣ, ତମେ ଯାହା ଖାଇବ ସେଇ ଅନୁସାରେ ସେ କ୍ଷୀର ଖାଇବ। ତମେ ପୋଷଣ ଯେମିତି ଆମର ସବୁଜ ପନିପରିବା, ଚୁନା ମାଛ ଏଇସବୁ ଜିନିଷ ଖାଇବ, ଯେମିତିକି ତମର ଭରପୁର ପରିମାଣରେ କ୍ଷୀର ହେଲେ ସେ ତାଠୁ ଖାଇବ। ତେଣୁ ସେ ଅଲଗା କିଛି ଖାଦ୍ୟ ଖାଇବ ନା 6 ମାସ, ତେଣୁ ତମର ନିହାତି ଦରକାର ଏମିତି ତମେ ଠିକ୍ ପରିମାଣରେ ଖାଦ୍ୟ ଖାଇବ। ଜନ୍ମ ସମୟରେ ବିସିଜି, ଜନ୍ମ ସମୟରେ କ'ଣ ଦିଆ ହୁଏ? ବିସିଜି ଅଲରେଡ଼ି ଦିଆ ହେଇଯାଇଥିବ, ସେଇଟା ଭିଡ଼ିଓ ରେକର୍ଡ ହେଇଯାଉଛି। ଛୁଆର ଜନ୍ମ ଟୀକା କେମିତି ଦିଆଯାଉଛି? ବାମ କାନ୍ଧରେ। ଆଉ ଗୋଟେ ଦିଆହବ ଆମର ପୋଲିଓ, ମା ଦିଅ ପୋଲିଓ। ଜାଣିଲ କେମିତି? କେମିତି କୋଉଥିରେ ଟେଷ୍ଟ କଲ? ଆଶା ଦିଦି କିଟ୍ ନେଇଥିଲ? ଆଜ୍ଞା, କିଟ୍ଟା ଯାଇ ଆଶା ଦିଦି ଠିକ୍ ଅଛି। ମମତା କାର୍ଡ଼ରେ ତମର ଏଣ୍ଟ୍ରି କରିବ। ଆଚ୍ଛା, ତମେ କ'ଣ କ'ଣ ସବୁ ଖାଇବା? ଆମର ମମତା କାର୍ଡ଼ରେ ପ୍ରଣାଳୀ ରହିଯାଉଛି। ଫିର୍ ବି ମୁଁ ତମକୁ ବୁଝେଇଦେବି, ସବୁଜ ପନିପରିବା ଖାଇବ। ଆମର ଫାଷ୍ଟ ଯେବେ ଆମେ ଜାଣିବା ଗର୍ଭବତୀ ଅଛି ବୋଲି ଆମର ଟୀକା ଦିଆ ହୁଏ। ସେ ଟୀକାଟା ଆଜି ଆମେ ତମକୁ ଦେବୁ। ଦିଦି ତମେ ମମତା କାର୍ଡ଼ ସବୁ ଲେଖା ଅଛି କେଉଁ ମାସରେ କ'ଣ ଖାଇବ। ଫିର୍ ବି ଅଙ୍ଗନବାଡ଼ି ଦିଦି ତମକୁ ସବୁ ଜିନିଷ ବୁଝେଇଦେବେ। ଟୀକା ଦେବା ଏବେ। ଚାପିକି ଦିନକୁ ଗୋଟେ ଲେଖା ଖାଇ, ଏଇଟା ହେଲା ଆଇରନ୍ ବଟି।